क्या कहना। ओम शांति 27/1/25 मधुर महावाक्य। मिठे बाबा बोले मिठे बच्चे, जेतेबेले तुम मानकर कर्मातीत अवस्था हेब सेतेबेले विष्णुपुरी को जीव। सम्मानर सहित उत्तीर्ण हेउथिबा पिलामाने ही कर्मातीत होइथांती। प्रश्न, तुम मानक पई दुईटी जाक पिता केउं प्रकारर मेहनत करुछंती? उत्तर, पिलामाने स्वर्ग को जीवार योग्य होई जांतु। पिलामानकु सर्वगुण संपन्न 16 कला संपूर्ण कराइबार मेहनत बाप दादा उभय करुछंती। तुमको जेपरी दुईटी इंजिन मिल जाइछि एही भली आश्चर्यजनक पाठ पढ़ाउछंती, जहाद्वारा तुम्हें 21 जन्मर राजत्व प्राप्त करिपारुछ। गीत बचपन के दिन भुला न देना। ओम शांति। मिठा मिठा शिकिल दे संतान माने गीत शुणिले। ड्रामार प्लान अनुसार यही गीत सबू चयन करा जाइछि। मनुष्य माने आश्चर्य होउछंती जे ये कौन फिल्मर गीत को नहीं बाणी शुणाउछंती। यह पुणी क्यों प्रकारर ज्ञान अटे? शास्त्र वेद उपनिषद आदि छाड़देले एबे फिल्मर गीत उपरे बाणी चलुछि। ए कथा मध्य तुमे पिलामानक बुद्धि रे अछि जे आमे बेहेद बाबांकर होइछु, जहांग ठारू अतीन्द्रिय सुख मिलुछि। तेणु एपरी बाबांगु भूली जिबा उचित नुहे। बाबांक स्मृति द्वारा ही जन्म जन्मांतरर पाप दग्ध हेउछि। एपरी न हेउ जे बाबांकु मन पकाइबा भूली जाओ आउ पाप रही जाऊ। जदि जोग न करिबा तेबे पाप रही जिवो, पुणी पद मध्य कम होई जिवो। एही भली बाबांकु तो भलो भाबरे मने पकाइबार पुरुषार्थ करिबा उचित। एपरी निर्बंध होई गले परस्पर को मने पकाई थांती, तुमर मध्य निर्बंध होइछि। पुणी जेतेबेले तुमे कर्मातीत अवस्था को प्राप्त करुछ सेतेबेले विष्णुपुरी को जाउछ। वर्तमान शिव बाबा मध्य अछंती, प्रजापिता ब्रह्मा बाबा मध्य अछंती। दुईटी इंजिन मिली, जड़े निराकारी आउ जड़े साकारी। उभय मेहनत करुछंती जेपरी पिलामाने स्वर्ग को जीवा पई योग्य होई जांतु। सर्वगुण संपन्न 16 कला संपन्न हेबाकु तो पड़िबो। एही ठारे ही परीक्षा रे पास हेबाकु पड़िबो। ए कथा कौनसी शास्त्र रे नहीं। ए पाठपढ़ा मध्य बहुत विचित्र अटे। प्राप्ति तो भविष्य 21 जन्म पाई, अन्य सब पाठपढ़ा तो केवल यही मृत्युलोक पाई, किंतु यही पाठपढ़ा अमर लोक को जीवा पाई पढ़ा जाउछि। सेथिपाई एठारे ही पढ़िबाकु हेबो ना। जे पर्यंत आत्मा पवित्र न होइछि से पर्यंत सत्य युग को जाई परिबो नाही। सेथिपाई बाबा संगम युग रे आछंती। याहाकु ही पुरुष उत्तम कल्याणकारी संगम युग कहा जाउछि। ଯେଉଁ ସମୟରେ ତୁମେମାନେ କଉଡ଼ିରୁ ହୀରା ତୁଲ୍ୟ ହେଉଛ, ସେଥିପାଇଁ ଶ୍ରୀମତକୁ ପାଳନ କର। ଶ୍ରୀ ଶ୍ରୀ କେବଳ ଶିବ ବାବାଙ୍କୁ ହିଁ କୁହାଯାଉଛି। ମାଳାର ଅର୍ଥ ମଧ୍ୟ ପିଲାମାନଙ୍କୁ ବୁଝାଇ ଦିଆଯାଇଛି। ଉପରେ ଥିବା ଫୁଲ ହେଉଛନ୍ତି ଶିବ ବାବା, ପୁଣି ଅଛନ୍ତି ଯୁଗଳ ମେରୁ। ପ୍ରଭୃତି ମାର୍ଗୀ ଅଟେ ନା, ପୁଣି ରହିଛନ୍ତି ଦାନା ଗୁଡ଼ିକ। ଯେଉଁମାନେ ବିଜୟ ପ୍ରାପ୍ତ କରୁଛନ୍ତି ତାଙ୍କର ହିଁ ରୁଦ୍ରମାଳା ଓ ବିଷ୍ଣୁଙ୍କର ମାଳା ତିଆରି ହେଉଛି। ଏହି ମାଳାର ଅର୍ଥକୁ କେହି ବି ଜାଣି ନାହାନ୍ତି। ବାବା ବସି ବୁଝାଉଛନ୍ତି, ତୁମେ ପିଲାମାନଙ୍କୁ କଉଡ଼ିରୁ ହୀରା ତୁଲ୍ୟ ହେବାକୁ ପଡ଼ିବ। 63 ଜନ୍ମ ହେବ ତୁମେମାନେ ବାବାଙ୍କୁ ୟାଦ କରି ଆସିଛ। ବର୍ତ୍ତମାନ ତୁମେ ଏକମାତ୍ର ପ୍ରେମିକଙ୍କର ପ୍ରେମିକା ହୋଇଛ। ଏକମାତ୍ର ଭଗବାନଙ୍କର ସମସ୍ତେ ଭକ୍ତ ଅଟନ୍ତି। ପତିମାନଙ୍କର ପତି, ପିତାମାନଙ୍କର ପିତା ସେ ଏକମାତ୍ର ଅଟନ୍ତି। ତୁମ ପିଲାମାନଙ୍କୁ ରାଜାମାନଙ୍କର ରାଜା କରାଉଛନ୍ତି, ନିଜେ ରାଜା ହେଉନାହାନ୍ତି। ବାବା ବାରମ୍ବାର ବୁଝାଉଛନ୍ତି, ଯୋଗ ବଳ ଦ୍ୱାରା ହିଁ ତୁମର ଜନ୍ମ ଜନ୍ମାନ୍ତର ପାପ ଭସ୍ମ ହୋଇଯିବ। ସାଧୁ ସନ୍ଥ ମାନେ ତ କହିଦେଉଛନ୍ତି ଆତ୍ମା ନିର୍ଲିପ୍ତ ଅଟେ। ବାବା ବୁଝାଉଛନ୍ତି ଭଲ ଅଥବା ମନ୍ଦ ସଂସ୍କାର ଆତ୍ମାରେ ହିଁ ସାଥିରେ ନେଇଯାଇଥାଏ। ସେମାନେ କହିଦେଉଛନ୍ତି ବାସ୍ ଯେଉଁଠି ଚାହିଁଲେ ଭଗବାନ ହିଁ ଦେଖାଯାଉଛନ୍ତି। ଏସବୁ ଭଗବାନଙ୍କର ହିଁ ଲୀଳା ଅଟେ। ବାମ ମାର୍ଗରେ ବିଲକୁଲ ହିଁ ବିକାରୀ ହୋଇଯାଉଛନ୍ତି। ଏମାନେ ମତକୁ ମଧ୍ୟ ଲକ୍ଷାଧିକ ମନୁଷ୍ୟ ଅନୁସରଣ କରୁଛନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି। ସର୍ବଦା ବୁଦ୍ଧିରେ ତିନୋଟି ଯାକ ଧାମ ମନେ ରଖ। ଶାନ୍ତିଧାମ ଯେଉଁଠି ଆତ୍ମାମାନେ ରହୁଛନ୍ତି, ସୁଖଧାମ ଯେଉଁଠାକୁ ଯିବା ପାଇଁ ତୁମେ ପୁରୁଷାର୍ଥ କରୁଛ, ଦୁଃଖଧାମ ଆରମ୍ଭ ହେଉଛି ଅଧାକଳ୍ପ ପରେ। ଭଗବାନଙ୍କୁ ସ୍ୱର୍ଗୀୟ ଈଶ୍ୱର ପିତା ବୋଲି କୁହାଯାଉଛି। ସେ କୌଣସି ନର୍କ ସ୍ଥାପନା କରୁନାହାନ୍ତି। ବାବା କହୁଛନ୍ତି, ମୁଁ ତ ସୁଖଧାମ ହିଁ ସ୍ଥାପନା କରୁଛି। ବାକି ଏହା ହାରିବା ଓ ଜିତିବାର ଖେଳ ଅଟେ। ତୁମେ ପିଲାମାନେ ଶ୍ରୀମତ ଅନୁସାରେ
ଚାଲି ବର୍ତ୍ତମାନ ମାୟା ରୂପୀ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ। ପୁଣି ଅଧା କଳ୍ପ ପରେ ରାବଣ ରାଜ୍ୟ ଆରମ୍ଭ ହେଉଛି। ତୁମେ ବର୍ତ୍ତମାନ ଯୁଦ୍ଧ ଭୂମିରେ ଅଛ। ବାକି ଏହା ହାରିବା ଓ ଜିତିବାର ଖେଳ ଅଟେ। ତୁମେ ପିଲାମାନେ ଶ୍ରୀମତ ଅନୁସାରେ ଚାଲି ବର୍ତ୍ତମାନ ମାୟା ରୂପୀ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ। ପୁଣି ଅଧା କଳ୍ପ ପରେ ରାବଣ ରାଜ୍ୟ ଆରମ୍ଭ ହେଉଛି। ତୁମେ ବର୍ତ୍ତମାନ ଯୁଦ୍ଧଭୂମିରେ ଅଛ। ଏକଥା ବୁଦ୍ଧିରେ ଧାରଣ କରି ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ। ଅନ୍ଧମାନଙ୍କର ଲାଠି ହୋଇ ପୁଣି ଘରର ରାସ୍ତା ଜଣାଇବାକୁ ହେବ। କାହିଁକି ନା ସମସ୍ତେ ସେହି ଘରକୁ ଭୁଲି ଯାଇଛନ୍ତି। କହୁଛନ୍ତି ମଧ୍ୟ ଏହା ଏକ ନାଟକ ଅଟେ, କିନ୍ତୁ ଏହାର ଆୟୁଷ ଲକ୍ଷ ଲକ୍ଷ ହଜାର ହଜାର ବର୍ଷ କହିଦେଉଛନ୍ତି। ବାବା ବୁଝାଉଛନ୍ତି ରାବଣ ତୁମକୁ କେତେ ଅନ୍ଧ କରି ଦେଇଛି। ବର୍ତ୍ତମାନ ବାବା ସବୁ କଥା ବୁଝାଉଛନ୍ତି। ବାବାକୁ ହିଁ ଜ୍ଞାନର ସାଗର ବୋଲି କୁହାଯାଉଛି। ଏହାର ଅର୍ଥ ନୁହେଁ ଯେ ବାବା ପ୍ରତ୍ୟେକଙ୍କର ଅନ୍ତରର କଥା ଜାଣୁଛନ୍ତି। ସେ ସବୁ ରିଦ୍ଧି ସିଦ୍ଧି ଶିଖୁଥିବା ସାଧକ ତୁମ ଭିତରର କଥା ଶୁଣାଇଥାନ୍ତି। ନଲେଜଫୁଲ୍ର ଅର୍ଥ ଏହା ନୁହେଁ। ଏହା ତ ବାବାଙ୍କର ହିଁ ମହିମା ଅଟେ। ସେ ଜ୍ଞାନର ସାଗର, ଆନନ୍ଦର ସାଗର। ମନୁଷ୍ୟମାନେ ତ କହିଦେଉଛନ୍ତି ଯେ ଅନ୍ତର୍ଯ୍ୟାମୀ ଅଟନ୍ତି। ଏବେ ତୁମେ ପିଲାମାନେ ବୁଝିପାରୁଛ ଯେ ସିଏ ତ ଶିକ୍ଷକ ଅଟନ୍ତି, ଯିଏକି ଆମକୁ ପଢ଼ାଉଛନ୍ତି। ସେ ଆତ୍ମିକ ପିତା, ଆତ୍ମିକ ସତଗୁରୁ ମଧ୍ୟ ଅଟନ୍ତି। ଲୌକିକ ଶିକ୍ଷକମାନଙ୍କୁ ଗୁରୁ ମଧ୍ୟ କୁହାଯାଏ, କିନ୍ତୁ ସେମାନେ ଭିନ୍ନ ଭିନ୍ନ ବିଭାଗର ହୋଇଥାନ୍ତି। ଜଣଙ୍କର 3ଟି ପଦ ହୋଇପାରିବ ନାହିଁ। କାହାର କାହାର ପିତା ଶିକ୍ଷକ ମଧ୍ୟ ହୋଇଥାନ୍ତି, ଗୁରୁ ତ ହୋଇପାରିବେ ନାହିଁ। ସିଏ ମଧ୍ୟ ମନୁଷ୍ୟ ଅଟନ୍ତି। ଏଠାରେ ତ ସେହି ପରମ ପିତା ପରମାତ୍ମା ପଢ଼ାଉଛନ୍ତି। ଆତ୍ମାକୁ ପରମାତ୍ମା କୁହାଯାଇପାରିବ ନାହିଁ, କିନ୍ତୁ ଏକଥା ମଧ୍ୟ କେହି ବୁଝୁନାହାନ୍ତି। କହୁଛନ୍ତି ପରମାତ୍ମା ଅର୍ଜୁନକୁ ସାକ୍ଷାତକାର କରାଇଲେ ଏବଂ ସେ ନିଜେ କହିଲେ ବନ୍ଦ କର, ବନ୍ଦ କର, ମୁଁ ଏତେ ତେଜ ସହନ କରିପାରୁନାହିଁ। ଏସବୁ କଥା ଯାହା ଶୁଣିଛନ୍ତି ସେଥିରୁ ବୁଝିଛନ୍ତି ଯେ ପରମାତ୍ମା ଏତେ ତେଜମୟ ଅଟନ୍ତି। ଆଗରୁ ବାବାଙ୍କ ପାଖକୁ ଯେଉଁମାନେ ଆସୁଥିଲେ ସେମାନେ ସାକ୍ଷାତକାର କରୁଥିଲେ, କହୁଥିଲେ ବନ୍ଦ କର, ବହୁତ ତେଜମୟ, ଆମେ ସହନ କରିପାରୁନାହୁଁ। ଯାହା ଶୁଣିଛନ୍ତି ସେହି ଭାବନା ବସିଯାଇଥାଏ। ବାବା କହୁଛନ୍ତି ଯିଏ ଯେଉଁ ଭାବନା ସ୍ମରଣ କରୁଛନ୍ତି ମୁଁ ତାଙ୍କର ଭାବନାକୁ ପୂର୍ଣ୍ଣ କରିପାରିବି। କେହି ଯଦି ଗଣେଶଙ୍କର ପୂଜାରୀ ହୋଇଥିବେ ତାଙ୍କୁ ଗଣେଶଙ୍କର ସାକ୍ଷାତକାର କରାଇବି। ସାକ୍ଷାତକାର ହୋଇଗଲା, ଭାବନ୍ତି ବାସ୍ ଆମେ ମୁକ୍ତିଧାମରେ ପହଞ୍ଚିଗଲୁ। କିନ୍ତୁ ନା, ମୁକ୍ତିଧାମକୁ କେହି ଯାଇପାରିବେ ନାହିଁ। ନାରଦଙ୍କର ମଧ୍ୟ ଉଦାହରଣ ରହିଛି। ତାଙ୍କର ଭକ୍ତ ଶିରୋମଣି ରୂପରେ ଗାୟନ ରହିଛି। ନାରଦ ପଚାରିଲେ ମୁଁ ଲକ୍ଷ୍ମୀଙ୍କୁ ବରଣ କରିପାରିବି? ତାଙ୍କୁ କହିଲେ ଯେ ପ୍ରଥମେ ନିଜେ ଚେହେରାକୁ ତ ଦେଖ। ଭକ୍ତମାଳା ମଧ୍ୟ ରହିଛି। ନାରୀମାନଙ୍କ ମଧ୍ୟରେ ମୀରା ଓ ପୁରୁଷମାନଙ୍କ ମଧ୍ୟରେ ନାରଦକୁ ମୁଖ୍ୟ ରୂପେ ଗାୟନ କରାଯାଇଛି। କିନ୍ତୁ ଏଠାରେ ଜ୍ଞାନ ଶିରୋମଣି ହେଉଛନ୍ତି ସରସ୍ୱତୀ। କ୍ରମାନୁସାରେ ତ ରହିଛନ୍ତି ନା, ବାବା ବୁଝାଉଛନ୍ତି। ମାୟା ଠାରୁ ବହୁତ ଖବରଦାର ରହିବାକୁ ହେବ। ମାୟା ଏପରି ଉଲ୍ଟା କାମ କରାଇଦେବ। ପୁଣି ଶେଷରେ ବହୁତ କାନ୍ଦିବାକୁ ପଡ଼ିବ, ପଶ୍ଚାତାପ କରିବାକୁ ପଡ଼ିବ। ଭଗବାନ ଆସିଲେ ଏବଂ ମୁଁ ସମ୍ପତ୍ତି ନେଇପାରିଲି ନାହିଁ, ପୁଣି ଯାଇ ପ୍ରଜାର ଦାସ ଦାସୀ ହେବେ। ଶେଷ ସମୟରେ ପାଠପଢ଼ା ତ ସମାପ୍ତ ହୋଇଯିବ, ପୁଣି ବହୁତ ପଶ୍ଚାତାପ କରିବାକୁ ପଡ଼ିବ। ସେଇଥିପାଇଁ ବାବା ପ୍ରଥମରୁ ହିଁ ବୁଝାଇ ଦେଉଛନ୍ତି ଯେପରି ପଶ୍ଚାତାପ କରିବାକୁ ନ ପଡ଼ୁ। ଯେତେ ବାବାଙ୍କୁ ଯୋଗ କରିବ ସେବେ ଯୋଗ ଅଗ୍ନି ଦ୍ୱାରା ପାପ ଭସ୍ମ ହୋଇଯିବ। ଆତ୍ମା ପ୍ରଥମେ ସତ ପ୍ରଧାନ ଥିଲା, ପୁଣି ସେଥିରେ ଖାଦ ମିଶି ମିଶି ତମ ପ୍ରଧାନ ହୋଇଯାଇଛି। ଗୋଲ୍ଡେନ୍, ସିଲଭର, କପର, ଆଇରନ୍ ନାମ ମଧ୍ୟ ରହିଛି। ବର୍ତ୍ତମାନ ଲୌହ ଯୁଗରୁ ତୁମକୁ ପୁଣି ସ୍ୱର୍ଣ୍ଣିମ ଯୁଗକୁ ଯିବାକୁ ପଡ଼ିବ। କିନ୍ତୁ ପବିତ୍ର ହେବା ବିନା ଆତ୍ମାମାନେ ସେଠାକୁ ଯାଇପାରିବେ ନାହିଁ। ସତ୍ୟ ଯୁଗରେ ପବିତ୍ରତା ଥିଲା, ତେଣୁ ଶାନ୍ତି ସମୃଦ୍ଧି ମଧ୍ୟ ଥିଲା। ଏଠାରେ ପବିତ୍ରତା ନାହିଁ, ତେଣୁ ଶାନ୍ତି ସମୃଦ୍ଧି ମଧ୍ୟ ନାହିଁ। ରାତି ଦିନର ଫରକ ରହିଛି। ତେଣୁ ବାବା ବୁଝାଉଛନ୍ତି ଏହି ପିଲାଦିନର କଥାକୁ ଭୁଲିଯାଅ ନାହିଁ। ବାବା ପୋଷ୍ୟ କରିଛନ୍ତି ନା, ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି। ଏହି ବିଧିକୁ ପୋଷ୍ୟ ରୂପେ ଗ୍ରହଣ କୁହାଯିବ। ସ୍ତ୍ରୀକୁ ପୋଷ୍ୟ କରାଯାଇଥାଏ, ବାକି ପିଲାମାନଙ୍କୁ ପୁଣି ସୃଷ୍ଟି କରାଯାଇଥାଏ। ସ୍ତ୍ରୀକୁ ରଚନା କୁହାଯିବ ନାହିଁ। ଏହି ବାବା ମଧ୍ୟ ପୋଷ୍ୟ କରୁଛନ୍ତି ଓ କହୁଛନ୍ତି ତୁମେ ମୋର ସେହି ସନ୍ତାନ ଅଟ ଯାହାକୁ କଳ୍ପ ପୂର୍ବରୁ ପୋଷ୍ୟ କରିଥିଲି। ପୋଷ୍ୟ ସନ୍ତାନମାନଙ୍କୁ ହିଁ ବାପଦାଦାଙ୍କ ଠାରୁ ସମ୍ପତ୍ତି ମିଳିଥାଏ। ସର୍ବଜ ବାବାଙ୍କ ଠାରୁ
ସର୍ବୋଚ୍ଚ ସମ୍ପତ୍ତି ମିଳୁଛି। ଶିବ ବାବା ହେଉଛନ୍ତି ଭଗବାନ। ପୁଣି ଦ୍ୱିତୀୟ ନମ୍ବରରେ ଅଛନ୍ତି ଲକ୍ଷ୍ମୀ ନାରାୟଣ, ଯିଏକି ସତ୍ୟଯୁଗର ମାଲିକ ଅଟନ୍ତି। ବର୍ତ୍ତମାନ ତୁମେ ସତ୍ୟଯୁଗର ମାଲିକ ହେବାକୁ ଯାଉଛ। ଏବେ ସମ୍ପୂର୍ଣ୍ଣ ହୋଇନାହଁ, ପ୍ରସ୍ତୁତ ହେଉଛ। ନିଜେ ପବିତ୍ର ହୋଇ ଅନ୍ୟକୁ ପବିତ୍ର କରାଇବା, ଏହା ହିଁ ସଚ୍ଚା ଆତ୍ମିକ ସେବା। ତୁମେମାନେ ବର୍ତ୍ତମାନ ଆତ୍ମିକ ସେବା କରୁଛ, ସେଥିପାଇଁ ତୁମେ ବହୁତ ଶ୍ରେଷ୍ଠ ଅଟ। ଶିବ ବାବା ପତିତମାନଙ୍କୁ ପବିତ୍ର କରୁଛନ୍ତି, ତୁମେମାନେ ମଧ୍ୟ ପବିତ୍ର କରାଉଛ। ରାବଣର କେତେ ତୁଚ୍ଛ ବୁଦ୍ଧି କରିଦେଇଛି। ଏବେ ବାବା ପୁଣି ଯଜ୍ଞ କରାଇ ବିଶ୍ୱର ମାଲିକ କରୁଛନ୍ତି। ଏପରି ଶ୍ରେଷ୍ଠ ବାବାଙ୍କୁ ପୁଣି ମାଟି ଗୋଡ଼ିରେ ଅଛନ୍ତି ବୋଲି କିପରି କହିପାରିବା? ବାବା କହୁଛନ୍ତି ଏହିପରି ଖେଳ ତିଆରି ହୋଇଛି, କଳ୍ପ ପରେ ପୁଣି ଏହିପରି ହେବ। ବର୍ତ୍ତମାନ ଡ୍ରାମାର ପ୍ଲାନ୍ ଅନୁଯାୟୀ ମୁଁ ଆସିଛି ତୁମକୁ ବୁଝାଇବା ପାଇଁ। ଏଥିରେ ଟିକେ ହେଲେ ବି ଫରକ ପଡ଼ିବ ନାହିଁ। ବାବା ଗୋଟିଏ ସେକେଣ୍ଡ ମଧ୍ୟ ବିଳମ୍ବ କରିପାରିବେ ନାହିଁ। ଯେପରି ବାବାଙ୍କର ପୁନଃ ଅବତରଣ ହେଉଛି, ସେହିପରି ତୁମ ପିଲାମାନଙ୍କର ମଧ୍ୟ ପୁନଃ ଅବତରଣ ହେଉଛି। ତୁମେମାନେ ଅବତରିତ ଆତ୍ମା ଅଟ। ଆତ୍ମା ଏଠାକୁ ଆସି ପୁଣି ସାକାରରେ ଅଭିନୟ କରୁଛି। ଏହାକୁ ଅବତରଣ କୁହାଯାଉଛି। ଉପରୁ ତଳକୁ ଅଭିନୟ କରିବାକୁ ଆସୁଛି। ବାବାଙ୍କର ମଧ୍ୟ ଦିବ୍ୟ ଅଲୌକିକ ଜନ୍ମ ଅଟେ। ବାବା ନିଜେ କହୁଛନ୍ତି, ମୋତେ ପ୍ରକୃତିର ଆଧାର ନେବାକୁ ପଡ଼ୁଛି। ମୁଁ ଏହି ଶରୀରରେ ପ୍ରବେଶ କରୁଛି। ଏହି ଶରୀରରେ ପ୍ରବେଶ କରିବା ହିଁ ପୂର୍ବ ନିର୍ଦ୍ଧାରିତ ଅଟେ। ଏହା ବହୁତ ବଡ଼ ଆଶ୍ଚର୍ଯ୍ୟଜନକ ଖେଳ ଅଟେ। ଏହି ନାଟକରେ ପ୍ରତ୍ୟେକଙ୍କର ଅଭିନୟ ନିର୍ଦ୍ଧାର୍ଯ୍ୟ ହୋଇଛି। ଯାହାକୁ ବଜାଇ ଚାଲିଛନ୍ତି 21 ଜନ୍ମର ଅଭିନୟ ପୁଣି ଏଇଠାରେ କରିବ। ତୁମକୁ ସ୍ପଷ୍ଟ ଜ୍ଞାନ ମିଳିଛି, ତାହା ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ। ବାବା ମହାରଥୀମାନଙ୍କର ମହିମା ତ କରୁଛନ୍ତି ନା। ଶାସ୍ତ୍ରରେ ଦେଖାଯାଉଛି ଯେ ପାଣ୍ଡବ ଏବଂ କୌରବଙ୍କର ଯୁଦ୍ଧ ହୋଇଥିଲା। ଏସବୁ ମନଗଢ଼ା କଥା। ଏବେ ତୁମେମାନେ ବୁଝୁଛ ଯେ ସେମାନେ ଦୁନିଆରେ ଡବଲ ହିଂସକ। ତୁମେ ହେଉଛ ଆତ୍ମିକ ଡବଲ ହିଂସକ। ଦେଖ ତୁମେମାନେ କିପରି ରାଜତ୍ୱ ନେଉଛ। ଜାଣିଛ ଯୋଗ ବଳ ଦ୍ୱାରା ହିଁ ବିକର୍ମର ବିନାଶ ହେବ। ତୁମକୁ ଏହି ଚିନ୍ତା ଲାଗି ରହିଛି। ଯୋଗ କରିବା ହିଁ ମେହନତର କଥା। ସେଥିପାଇଁ ଭାରତର ପ୍ରାଚୀନ ଯୋଗର ଗାୟନ ଅଛି। ବିଦେଶୀମାନେ ମଧ୍ୟ ଭାରତର ପ୍ରାଚୀନ ଯୋଗ ଶିଖିବାକୁ ଚାହୁଁଛନ୍ତି। ଭାବୁଛନ୍ତି ସନ୍ନ୍ୟାସୀମାନେ ଆମକୁ ଏହି ଯୋଗ ଶିଖାଇବେ। ବାସ୍ତବରେ ସେମାନେ କିଛି ଶିଖାଇ ପାରିବେ ନାହିଁ। କାରଣ ସେଠାରେ ହଟ୍ ଯୋଗୀ ସନ୍ନ୍ୟାସୀ, ତୁମେମାନେ ହେଉଛ ପ୍ରବୃତ୍ତି ମାର୍ଗୀ। ପ୍ରଥମରୁ ହିଁ ତୁମର ସାମ୍ରାଜ୍ୟ ଥିଲା। ବର୍ତ୍ତମାନ ହେଉଛି ଶେଷ ସମୟ। ଏବେ ତ ପଞ୍ଚାୟତ ରାଜ୍ୟ ଚାଲିଛି। ଦୁନିଆରେ ଅଜ୍ଞାନ ଅନ୍ଧକାର ତ ବହୁତ ରହିଛି। ତୁମେମାନେ ଜାଣିଛ ବର୍ତ୍ତମାନ ଖୁନି ନାୟକ ଅର୍ଥାତ୍ ନିର୍ଦ୍ଦୋଷ ହତ୍ୟାର ଖେଳ ହେବ। ଏପରି ମଧ୍ୟ ଏକ ଖେଳ ଦେଖାଉଛନ୍ତି। ଏହା ତ ସାରା ଦୁନିଆର କଥା ଅଟେ। କେତେ ହତ୍ୟା ହେବ, ପ୍ରାକୃତିକ ବିପର୍ଯ୍ୟୟ ହେବ, ସମସ୍ତଙ୍କର ମୃତ୍ୟୁ ହେବ। ଏହାକୁ ଖୁନି ନାୟକ କୁହାଯାଉଛି, ଯାହାକୁ ଦେଖିବା ପାଇଁ ବହୁତ ସାହସ ଦରକାର। ଭୀରୁମାନେ ତ ତୁରନ୍ତ ବେହୋସ ହୋଇଯିବେ। ଏଥିରେ ବହୁତ ନିର୍ଭୟତା ରହିବା ଦରକାର। ତୁମେମାନେ ତ ଶିବ ଶକ୍ତି ଅଟ ନା। ଶିବ ବାବା ହେଉଛନ୍ତି ସର୍ବଶକ୍ତିମାନ। ଆମେମାନେ ତାଙ୍କଠାରୁ ଶକ୍ତି ନେଉଛୁ। ପତିତରୁ ପବିତ୍ର ହେବାର ଉପାୟ ବାବା ହିଁ କରୁଛନ୍ତି। ବାବା ବିଲକୁଲ ସରଳ ରାୟ ଦେଉଛନ୍ତି। ପିଲାମାନେ, ତୁମେ ସତପ୍ରଧାନ ଥିଲ, ଏବେ ତମ ପ୍ରଧାନ ହୋଇଯାଇଛ। ବର୍ତ୍ତମାନ ବାବା କହୁଛନ୍ତି ମୋତେ ମନେ ପକାଅ। ତେବେ ତୁମେ ପତିତରୁ ପାବନ ସତ ପ୍ରଧାନ ହୋଇଯିବ। ଆତ୍ମାଙ୍କୁ ବାବାଙ୍କ ସହିତ ଯୋଗ ଲଗାଇବାକୁ ପଡ଼ିବ। ତେବେ ଯାଇ ପାପ ଭସ୍ମ ହେବ। ସର୍ବଶକ୍ତିର ଅଧିକାରୀ ମଧ୍ୟ ବାବା ହେଉଛନ୍ତି। ଚିତ୍ରରେ ଦର୍ଶାଇଥାନ୍ତି ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ। ତାଙ୍କ ଦ୍ୱାରା ସବୁ ବେଦଶାସ୍ତ୍ରର ରହସ୍ୟ ବୁଝାଇଲେ। ଏବେ ତୁମେ ଜାଣୁଛ ବ୍ରହ୍ମା ହିଁ ବିଷ୍ଣୁ, ବିଷ୍ଣୁରୁ ହିଁ ବ୍ରହ୍ମା ହେଉଛନ୍ତି। ବ୍ରହ୍ମା ଦ୍ୱାରା ସ୍ଥାପନା ହେଉଛି। ପୁଣି ଯାହା ସ୍ଥାପନା ହେଲା ତାର ପାଳନା ମଧ୍ୟ ନିଶ୍ଚିନ୍ତ କରିବେ ନା। ଏସବୁ ଭଲ ଭାବରେ ବୁଝାଇ ଦିଆଯାଉଛି। ଯେଉଁମାନେ ବୁଝୁଛନ୍ତି ତାଙ୍କର ମଧ୍ୟ ଏ ଖିଆଲ ଆସିବା ଉଚିତ ଯେ ଆତ୍ମାର ଜ୍ଞାନ କିପରି ସମସ୍ତଙ୍କୁ ମିଳିବ। ଆମ ପାଖରେ ଧନ ଅଛି, ତେବେ କାହିଁକି ସେବା କେନ୍ଦ୍ର ସ୍ଥାପନ ନ କରିବା? ବାବା କହୁଛନ୍ତି ଆଚ୍ଛା, ଭଡ଼ାରେ ମଧ୍ୟ ଘର ନେଇ ସେଠାରେ ଡାକ୍ତରଖାନା ସହିତ ବିଶ୍ୱବିଦ୍ୟାଳୟ ଖୋଲ। ଯୋଗ ଦ୍ୱାରା ମୁକ୍ତି, ଜ୍ଞାନ ଦ୍ୱାରା ଜୀବନ ମୁକ୍ତି ମିଳିବ। ଦୁଇ ପ୍ରକାର ସମ୍ପତ୍ତି ମିଳୁଛି।
ଏଥିରେ କେବଳ 3 ପାଦ ଭୂମି ଆବଶ୍ୟକ, ଆଉ କିଛି ନୁହେଁ। ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ ଖୋଲ। ବିଶ୍ୱବିଦ୍ୟାଳୟ ଅଥବା ୟୁନିଭର୍ସିଟି କଥା ତ ଗୋଟିଏ ନା। ଏହା ମନୁଷ୍ୟରୁ ଦେବତା ହେବା ପାଇଁ କେତେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଅଟେ। ପଚାରୁଛନ୍ତି ତୁମର ଖର୍ଚ୍ଚ କିପରି ନିର୍ବାହ ହେଉଛି? ଆରେ ବିକେ ମାନଙ୍କ ପିତାଙ୍କର ଏତେ ଢେର ସନ୍ତାନ ଅଛନ୍ତି, ତୁମେ ପଚାରିବାକୁ ଆସିଛ ବୋର୍ଡ଼ ଉପରେ ଦେଖ କ'ଣ ଲେଖାଯାଇଛି। ଏହା ବହୁତ ଆଶ୍ଚର୍ଯ୍ୟଜନକ ଜ୍ଞାନ ଅଟେ। ବାବା ମଧ୍ୟ ବିଚିତ୍ର ଅଟନ୍ତି ନା। ବିଶ୍ୱର ମାଲିକ ତୁମେ ମାନେ କିପରି ହେଉଛ? ଶିବ ବାବାଙ୍କୁ ଶ୍ରୀ ଶ୍ରୀ ବୋଲି କୁହାଯିବ, କାହିଁକି ନା ସେ ସର୍ବୋଚ୍ଚ ଅଟନ୍ତି ନା। ଲକ୍ଷ୍ମୀ ନାରାୟଣକୁ କୁହାଯିବ ଶ୍ରୀ ଲକ୍ଷ୍ମୀ ଶ୍ରୀ ନାରାୟଣ। ଏସବୁ ଭଲ ଭାବରେ ଧାରଣା କରିବାର କଥା ଅଟେ। ବାବା କହୁଛନ୍ତି ମୁଁ ତୁମକୁ ରାଜଯୋଗ ଶିଖାଉଛି। ଏହା ହେଉଛି ସତ୍ୟ ସତ୍ୟ ଅମର କଥା। କେବଳ କ'ଣ ଜଣେ ପାର୍ବତୀଙ୍କୁ ଅମର କଥା ଶୁଣାଇଥିବେ? କେତେ ଢେର ମନୁଷ୍ୟ ଅମରନାଥ ଯାତ୍ରା କରୁଛନ୍ତି। ତୁମେ ବାବାଙ୍କ ପାଖରୁ ରିଫ୍ରେଶ୍ ହେବା ପାଇଁ ଆସିଛ। ପୁଣି ସମସ୍ତଙ୍କୁ ବୁଝାଇବାକୁ ହେବ। ବାବାଙ୍କ ପାଖରୁ ଗଲା ପରେ ଅନ୍ୟମାନଙ୍କୁ ରିଫ୍ରେଶ୍ କରିବାକୁ ହେବ। ସେବା କେନ୍ଦ୍ର ସ୍ଥାପନା କରିବାକୁ ହେବ। ବାବା କହୁଛନ୍ତି କେବଳ 3 ପାଦେ ପୃଥିବୀ ନେଇ ଡାକ୍ତରଖାନା ସହିତ ବିଶ୍ୱବିଦ୍ୟାଳୟ ଖୋଲି ଚାଲ, ତେବେ ଅନେକଙ୍କର କଲ୍ୟାଣ ହେବ। ଏଥିରେ ତ କିଛି ଖର୍ଚ୍ଚ କରିବାର ନାହିଁ। ସ୍ୱାସ୍ଥ୍ୟ, ସମ୍ପତ୍ତି ଓ ଖୁସି 1 ସେକେଣ୍ଡରେ ମିଳିଯାଉଛି। ପିଲା ଜନ୍ମ ହେଲା ମାତ୍ରକେ ଉତ୍ତରାଧିକାରୀ ହେଉଛି। ତୁମର ମଧ୍ୟ ନିଶ୍ଚୟ ହେଲା ଏବଂ ତୁମେ ବିଶ୍ୱର ମାଲିକ ହେଲ। କିନ୍ତୁ ଉଚ୍ଚ ପଦ ପାଇବାର ଆଧାର ହେଲା ପୁରୁଷ। ଆଚ୍ଛା, ମିଠେ ମିଠେ ଶିକିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର। 1. ଅନ୍ତିମ ସମୟର ଅକାରଣରେ ରକ୍ତପାତର ଦୃଶ୍ୟ ଦେଖିବା ପାଇଁ ବହୁତ ନିର୍ଭୟ ଶିବଶକ୍ତି ହେବାକୁ ପଡ଼ିବ। ସର୍ବଶକ୍ତିମାନ ବାବାଙ୍କର ସ୍ମୃତି ଦ୍ୱାରା ଶକ୍ତି ପ୍ରାପ୍ତ କରିବାକୁ ହେବ। 2. ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ପବିତ୍ର କରିବାର ସଚ୍ଚା ଆତ୍ମିକ ସେବା କରିବାକୁ ହେବ। ଡବଲ ଅହିଂସକ ଅର୍ଥାତ୍ କାମ ଓ କ୍ରୋଧ ଠାରୁ ମୁକ୍ତ ହେବାକୁ ପଡ଼ିବ। ଅନ୍ଧମାନଙ୍କର ଲାଠି ସହାୟକ ହୋଇ ସମସ୍ତଙ୍କୁ ଘରର ରାସ୍ତା ବତାଇବାକୁ ହେବ। ବରଦାନ, ମୁଁ ଏବଂ ମୋର ପଣିଆକୁ ସମାପ୍ତ କରି ସମାନତା ବା ସମ୍ପୂର୍ଣ୍ଣତାର ଅନୁଭବ କରୁଥିବା ସଚ୍ଚା ତ୍ୟାଗୀ ହୁଅ। ସବୁ ମୁହୂର୍ତ୍ତରେ, ସବୁ ସଂକଳ୍ପରେ ବାବା ବାବା ଶବ୍ଦ ସ୍ମୃତିରେ ରହିଥାଉ। ମୁଁ ପଣିଆ ସମାପ୍ତ ହୋଇଯାଉ। ଯଦି ମୁଁ ଶବ୍ଦ ରହିବ ନାହିଁ, ତେବେ ମୋର ମଧ୍ୟ ରହିବ ନାହିଁ। ମୋର ସ୍ୱଭାବ, ମୋର ସଂସ୍କାର, ମୋର ନେଚର, ମୋର କାମ ଡ୍ୟୁଟି, ମୋର ନାମ, ମୋର ପଦ, ଯେତେବେଳେ ମୁଁ ଓ ମୋର ପଣିଆ ସମାପ୍ତ ହୋଇଯାଇଥାଏ, ତାହା ହିଁ ହେଉଛି ସମାନତା ଏବଂ ସମ୍ପୂର୍ଣ୍ଣତା। ତେଣୁ ଏହି ମୁଁ ଏବଂ ମୋ ପଣିଆର ତ୍ୟାଗରୁ ହିଁ ବଡ଼ରୁ ବଡ଼ ସୂକ୍ଷ୍ମ ତ୍ୟାଗ ଅଟେ। ଏହି ମୁଁ ପଣିଆର ଅଶ୍ୱକୁ ଅଶ୍ୱମେଧ ଯଜ୍ଞରେ ସ୍ୱାହା କର, ତେବେ ଯାଇ ଅନ୍ତିମ ଆହୁତି ପଡ଼ିବ ଏବଂ ବିଜୟର ନାଗରା ବାଜିବ। ସ୍ଲୋଗାନ, ଆଜ୍ଞା ହଁ କହି ସହଯୋଗର ହାତ ବଢ଼ାଇବାର ଅର୍ଥ ଆଶୀର୍ବାଦର ମାଳା ପିନ୍ଧିବା। ଓମ୍ ଶାନ୍ତି। हमने प्यार वो पाया जो दुनिया पा नहीं ଆଜି ମୋର ହିରୋ 3 ସମାନ। ମୁଁ ସଚ୍ଚା ତ୍ୟାଗୀ ଅଟେ, ମୁଁ କ୍ରୋଧ ମୁକ୍ତ ଆତ୍ମା ଅଟେ, ମୁଁ ଶିବ ଶକ୍ତି ଆତ୍ମା ଅଟେ।